ସେଇଟା ନାହିଁ ମେକଅପ୍ଟା ହେଲା ଆମକୁ ମେକଅପ୍ ନ ଲାଗିକି ପେଣ୍ଡାଲକୁ ଗଲେ ଭଲ ଲାଗେନି। ଆଉ ମେକଅପ୍ଟା ହେଉଛି ଆମ ଜୀବନ, ସେଥିରେ ଆମେ ବଞ୍ଚିଛୁ। ମିଳେ କିଛି ଲୋକଙ୍କୁ ମିଳେନି ସବୁ। ହଁ ଏଇଟା ଦୁଃଖ ଲାଗେ କି କୌଣସି ଫଙ୍କସନ୍ ହେଲେ ଆମେ ଆଟେଣ୍ଡ କରିପାରୁନୁ। ଆଜିକାଲି ତ ମ୍ୟାରେଜ ଫ୍ୟାରେଜ ନାଇଟ୍ରେ ହେଉଛି। ନିଶ୍ଚୟ ବହୁତ ଲୋକ ଆସୁଛନ୍ତି, ଆଉ ସବୁ ଅନୁଷ୍ଠାନରେ ବି ଲୋକ ହଉଛନ୍ତି, କେବଳ ଆମ ଅନୁଷ୍ଠାନ ଆଉ ଗୋଟେ ମାହୋଲ ଚାଲିଛି, ଗରମା ଗରମ ମାହୋଲ ବହୁତ ଭଲ ଲାଗୁଛି। ନା ସେଇଟା ନାହିଁ ମେକଅପ୍ଟା ହେଲା ଆମକୁ ମେକଅପ୍ ନ ଲାଗିକି ପେଣ୍ଡାଲକୁ ଗଲେ ଭଲ ଲାଗେନି। ଆଉ ମେକଅପ୍ଟା ହେଉଛି ଆମ ଜୀବନ, ସେଥିରେ ଆମେ ବଞ୍ଚିଛୁ। ଆଉ ପେଣ୍ଡାଲକୁ ଗଲେ ଲୋକମାନେ ଯେତେବେଳେ ତାଳି ମାରନ୍ତି ସେତେବେଳେ ଆମ ପେଟ ପୁରିଯାଏ। ଆଉ ଦର୍ଶକ ଦେବତାଙ୍କ ତାଳି ଆମ ଭାତ ଥାଳି। ଆମେ ଚାହୁଁଛୁ ଦର୍ଶକମାନେ ଆମକୁ ସବୁବେଳେ ଏମିତି ଭଲ ପାଇବା, ଭୁଲ ଥିଲେ ଗାଳି ବି ଦିଅନ୍ତୁ, ଦେଖି ଚାଲ। ହଁ ଥିଲା, ସେଟା ସୁଟିଂ ନାଟକ ଥିଲା। ଏବେ ସେଟା ମନେ ନାହିଁ, ବହୁତ ଦିନ ନିଶ୍ଚୟ। ସେଇଟା ଆମେ ନାଟକର ଷ୍ଟୋରିକୁ ଯଦି ନିଜ ଷ୍ଟୋରି ସହିତ ସମାନ କରିଦେବା କି ଭାବିବା ସେ ସମୟରେ ସେ ଚରିତ୍ର ହେଉଛି ମୁଁ, ତ ନିଶ୍ଚୟ ଆମ ଭିତରେ ଆମେ ଭିତରକୁ ପଶିଯିବା, ସେ ଷ୍ଟୋରି ଭିତରେ ପଶିଯିବା, ତେଣୁ ଆଉ କିଛି ଦରକାର ପଡ଼ିବନି। ଆପେ ଆପେ ବହୁତ କଷ୍ଟ ହୁଏ କିନ୍ତୁ ଖୁସି ବି ଲାଗେ। କେତେ ଲୋକ ଆସୁଛନ୍ତି ଦେଖିବାକୁ, ବହୁତ ଦର୍ଶକ ମାନଙ୍କୁ ଭଲ ପାଇବା ମିଳୁଛି, କେତେ ଲୋକ ଆସୁଛନ୍ତି ଆମକୁ, ସେମାନେ ବି ଅନିଦ୍ରା ହେଇକି ଆମକୁ ଦେଖିବାକୁ ଆସୁଛନ୍ତି, ତ ଆମ ସବୁ ଦୁଃଖ ଭୁଲି ହେଇଯାଏ। ମିଳେ କିଛି ଲୋକଙ୍କୁ ମିଳେନି ସବୁ। ହଁ ଏଇଟା ଦୁଃଖ ଲାଗେ କି କୌଣସି ଫଙ୍କସନ୍ ହେଲେ ଆମେ ଆଟେଣ୍ଡ କରିପାରୁନୁ। ଆଜିକାଲି ତ ମ୍ୟାରେଜ ଫ୍ୟାରେଜ ନାଇଟ୍ରେ ହେଉଛି, ତ ସେଗୁଡ଼ା ଆଟେଣ୍ଡ କରି ହୁଏନି, କିନ୍ତୁ ତା ଭିତରେ ବି ଆମ ଦର୍ଶକମାନଙ୍କୁ ଦେଖିଲେ ଆମକୁ ଖୁସି ଲାଗେ। ମୁଁ ଆସିଥିଲି 2021ରେ, ତ ସେବେଠୁ ମୁଁ ଚାଲିଛି 2025 ଯାଏଁ। ନା ନା ମୁଁ ରଙ୍ଗମହଲରେ ଥିଲି, ରଙ୍ଗମହଲରେ 2 ବର୍ଷ ରହିଛି, ତାପରେ ସ୍ୱର୍ଣ୍ଣ ମନ୍ଦିରରେ କିଛି ଦିନ ଥିଲି, ଆଉ ଓଡ଼ିଶା ସମ୍ରାଟ ବୋଲି ଗୋଟେ ନୂଆ ପାର୍ଟି ଥିଲା ସେଠି। ଏବେ ଲାଇଲେ କହିପାରିବି ତଣ୍ଟି ଭଲ ନାହିଁ। ନିଶ୍ଚୟ ପାରିଶ୍ରମିକ ଏତିକି ହବା ଦରକାର ଯେତିକିରେ ମାଲିକ ଲୋକମାନେ ସମସ୍ତେ ଭଲ ପାଇବା ଦରକାର। ପାରିଶ୍ରମିକ ଆମ କର୍ମ ହିସାବରେ ଆମକୁ ମିଳିବା ଦରକାର, ଯେତିକି ମିଳୁଛି ଆମେ ବହୁତ ଖୁସି।